ସତ୍ୟକିଳା ପକ୍ଷରୁ ଆପଣଙ୍କୁ ସ୍ୱାଗତ। ସାମୁଦ୍ରିକ କଇଁଛ ଅଲିଭ୍ ରିଡଲେର ସୁରକ୍ଷା ପାଇଁ ଏକ ମଣ୍ଡଳ ସ୍ତରୀୟ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏନେଇ ବନ ବିଭାଗ କାର୍ଯ୍ୟାଳୟସ୍ଥିତ କନଫରେନ୍ସ ହଲରେ ଡିଏଫଓ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବାରିପଦା ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ବନ ସଂରକ୍ଷକ ପ୍ରକାଶ ଚନ୍ଦ୍ର ଗୁଗ୍ନେନୀ, ସମ୍ମାନିତ ଅତିଥି ଭାବେ ଏଡିଏଫଓ ସିଏସ୍ ପଲ୍ଲବୀ, ବନ୍ୟପ୍ରାଣୀ ବିଶେଷଜ୍ଞ ପ୍ରକାଶ ମର୍ଦ୍ଦରାଜ, ୱାଇଲ୍ଡ ଲାଇଫ୍ ୱାର୍ଡେନ ଅଶ୍ୱିନୀ କୁମାର ଦାସ, ଅତିରିକ୍ତ ଏସ୍ପି ଦେବଜ୍ୟୋତି ଦାସ ପ୍ରମୁଖ ମଞ୍ଚାସୀନ ଥିଲେ। ଅଲିଭ୍ ରିଡଲେର କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ଦିଗରେ ବନ ବିଭାଗ, ମତ୍ସ୍ୟ ବିଭାଗ, ଟ୍ରଲର ମାଲିକମାନେ ଯତ୍ନବାନ ହେବା ଆବଶ୍ୟକ ବୋଲି ଆଲୋଚନା କରିଥିଲେ। ଏସିଏଫ୍ ଜୟଶ୍ରୀ ମୁର୍ମୁ ମଞ୍ଚ ପରିଚାଳନା କରିଥିବା ବେଳେ ଏସିଏଫ୍ ତଟିନୀ ସେଠୀ ଧନ୍ୟବାଦ ଦେଇଥିଲେ। ଧନ୍ୟବାଦ।